ଗୋଡ଼ରେ ଯନ୍ତ୍ରଣା ଆଉ ମାଆକୁ ଭିଡ଼ିଓ କଲ୍ କରି ହସି ହସି କଥା ହେଉଥିବା ଯୁବକ ଆଉ କେହି ନୁହେଁ ଆଜ୍ଞା। ଇଏ ହେଉଛି ସେଇ ଯୁବକ ଯିଏ ଯନ୍ତର ମନ୍ତରରେ ଆନ୍ଦୋଳନ କଲାବେଳେ ପୋଲିସ ମାଡ଼ରେ ଦୁଇ ଗୋଡ଼ ଭାଙ୍ଗି ଯାଇଥିଲା। ଠିକ୍ରେ ଠିଆ ହୋଇପାରୁନଥିଲା, କିନ୍ତୁ ସେହି ସମୟରେ ମା ଖବର ଶୁଣି ପୁଅକୁ ଭିଡ଼ିଓ କଲ୍ କରିଥିଲା। ପୁଅ ସବୁ ଯନ୍ତ୍ରଣାକୁ ଚାପି ମା ସହ ଭିଡ଼ିଓ କଲ୍ରେ କଥା ହେଇ ସେ ପୁରା ଠିକ୍ ଅଛି ବୋଲି କହୁଥିଲା। ଏ ଦୃଶ୍ୟ ଏତେ ହୃଦୟ ବିଦାରକ ଥିଲା ଯେ ଯିଏ ଦେଖୁଥିଲା ଆଖିରୁ ଲୁହ ଆସିଯାଉଥିଲା। ଗୋଟେ ପଟେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ଯନ୍ତର ମନ୍ତରରେ ଛାତ୍ରମାନଙ୍କ ଭିଡ଼ କଣ୍ଟ୍ରୋଲ କରିବାରେ ବିଫଳ ହୋଇଥିବା ପୋଲିସ ଶେଷରେ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା। ପୋଲିସର ଲାଠିଚାର୍ଜ ବେଳେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ହେଲେ ସରକାର ଆଗକୁ କ'ଣ ପଦକ୍ଷେପ ନେବେ, କ'ଣ କରିବେ ତାହା ତ ସମୟ କହିବ। କିନ୍ତୁ ଛାତ୍ରଛାତ୍ରୀମାନେ ନିଜ ହକ୍ ପାଇଁ ଲଢ଼େଇ କରିବା କ'ଣ ଭୁଲ ଥିଲା? ଏମିତି ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁ ଭିଡ଼ିଓ ପୋଲିସର ବର୍ବରତା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ଅନେକ ପୁରୁଷ ପୋଲିସ ଏହାର ଫାଇଦା ବି ନେଇଛନ୍ତି। ଏହି ଭିଡ଼ିଓରେ ଅନେକ ଛାତ୍ରୀଙ୍କ ସହ ଯେଉଁଭଳି ଆଚରଣ କରିଛନ୍ତି ତାକୁ ନେଇ ସରକାର କ'ଣ କହିବେ ଆମେ ଜାଣିନୁ ଆଜ୍ଞା। କିନ୍ତୁ ଛାତ୍ରମାନଙ୍କ ଉପରେ ଏମିତି ଅତ୍ୟାଚାରକୁ ଆଜି ସାରା ଦେଶବାସୀଙ୍କର ଛାତ୍ରଛାତ୍ରୀଙ୍କ ଉପରେ ସିମ୍ପାତି ବଢ଼ିବାରେ ଲାଗିଛି। ଥରେ ଭାବିଲେ, ଯେଉଁ ପୁଅ ତା ମାଆକୁ ଭିଡ଼ିଓ କଲ୍ କରି ମିଛ କହୁଛି, ସେଇ ମାଆ ଯେତେବେଳେ ଏହି ଭାଇରାଲ ଭିଡ଼ିଓ ଦେଖିବେ ସେତେବେଳେ ସେ ମାଆର ମନ କ'ଣ ହେବ? କିଏ କହୁଛି ସିଜେପିକୁ ବିଦେଶରୁ ଫଣ୍ଡ ଆସୁଛି, କିଏ କହୁଛି ସିଜେପି ସନାତନ ଧର୍ମ ବିରୋଧୀ, କିଏ କହୁଛି ଏମାନେ ଦେଶଦ୍ରୋହୀ। ସବୁ ଠିକ୍ ଅଛି ଆଜ୍ଞା, ହେଲେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ତ ସତ ନା? ସେଇ ନିଟ୍ ପ୍ରଶ୍ନପତ୍ର ଲିକ୍ ପରେ 21 ଜଣ ଛାତ୍ରଛାତ୍ରୀ ଜୀବନ ଯିବା ବି ସେଇଟା ବି ସତ। ଯଦି ସରକାର ଏହି ସତକୁ ମାନି ସାରିଛନ୍ତି, ତେବେ ଛାତ୍ରଙ୍କ ଦାବି ମାନିବାରେ ଅସୁବିଧା କେଉଁଠି ଅଛି? ଯଦି ଭୁଲ ହେଇଛି ତେବେ ସ୍ୱୀକାର କରିବାରେ ଅସୁବିଧା କେଉଁଠି ଅଛି? ଆଉ ଏ ବାପାକୁ ଟିକେ ଦେଖିଲେ। ପ୍ରଶ୍ନପତ୍ର ଲିକ୍ କଥା ଶୁଣିବା ପରେ ଏହି ବାପାର ପୁଅ ସହିପାରିନଥିଲା, ଆଜିକୁ ଠିକ୍ ମାସେ ତଳେ ଜୀବନ ହାରି ଦେଇଥିଲା। ଏହି ବାପା ପୁଅର ଫଟୋକୁ ରଖି ଛାତ୍ରଛାତ୍ରୀମାନଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ। କିନ୍ତୁ ଦୁଃଖର ବିଷୟ, ପୁଅ ଯିବାର ମାସେ ହେଇନି ଯେଉଁ ପୁଅକୁ ନ୍ୟାୟ ଦେବାକୁ ବାପା ରାଜରାସ୍ତାରେ ଆନ୍ଦୋଳନ କରୁଥିଲା, ଆଜି ସେହି ବାପା ବି ଏହି ପୋଲିସମାନଙ୍କ ଲାଠିପାରର ଶିକାର ହୋଇଥିଲା। ଆଉ ଏହି ମାଆକୁ ଦେଖିଲେ, ନିଜ ଦୁଇ ଛୁଆଙ୍କୁ ନେଇ ସିଧା ଆନ୍ଦୋଳନ ଜାଗାରେ ପହଞ୍ଚିଥିଲେ ଆଉ ପୋଲିସକୁ କହୁଥିଲେ, ନିଅ ମୋର ଏହି ଦୁଇ ଛୁଆଙ୍କୁ ମାର। କାଲି ଯଦି ଏତେ ଛୁଆଙ୍କୁ ଏମିତି ନୃଶଂସ ଭାବେ ପିଟି ପାରିଲ, ତେବେ ଜଣା ପଡ଼ିଗଲା ତମ ଘରେ ଛୁଆ କେହି ନାହାନ୍ତି। ଠିକ୍ ଅଛି, ତମେ କେତେ ଛୁଆଙ୍କୁ ପିଟିବ ଦେଖିବା। ଆମେ ଆମ ଛୁଆଙ୍କୁ ନ୍ୟାୟ ପାଇଁ ଲଢ଼େଇ କରିବାକୁ ରାଜରାସ୍ତାକୁ ଛାଡ଼ିବାକୁ ପ୍ରସ୍ତୁତ ଅଛୁ। ଆଉ ଏହି ମାଉସୀକି ଦେଖିଲେ, କେମିତି ସମସ୍ତଙ୍କୁ ପାଣି ଦେଇ ମୁହଁ ଧୋଇବାକୁ କହୁଛନ୍ତି। ପୋଲିସ ଲୁହବୁହା ଗ୍ୟାସ୍ ଛାଡ଼ି ସମସ୍ତଙ୍କୁ ଘୋଡ଼େଇବାକୁ ଚେଷ୍ଟା କରୁଥିଲା, ସମସ୍ତଙ୍କ ଆଖି ପୋଡ଼ୁଥିଲା। ଆଉ ୟାରି ଭିତରେ ଏହି ମାଉସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଦେବଦୂତ ସାଜି ପହଞ୍ଚିଥିଲେ ଆଉ ସମସ୍ତଙ୍କୁ ମୁହଁ ଧୋଇବାକୁ ପାଣି ବଢ଼େଇ ଦେଉଥିଲେ। ଏହିସବୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋରରେ ଭାଇରାଲ ହେଉଛି ଆଜ୍ଞା। ଏ ଆନ୍ଦୋଳନରେ କେବଳ ଛାତ୍ରଛାତ୍ରୀମାନେ ସାମିଲ ନାହାନ୍ତି, ଅନେକ ବାପା ମା ଭାଇ ଭଉଣୀମାନେ ବି ସାମିଲ ଅଛନ୍ତି। ଏମିତି ଅନେକ ବାପା ମା ମାନେ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି ଯାହାଙ୍କର ଛୁଆ ଏତେ ଛୋଟ ଅଛନ୍ତି ଯେ ପାଠ ପଢ଼ିବା ଆରମ୍ଭ ବି କରିନାହାନ୍ତି। କିନ୍ତୁ ସେମାନେ ଏହି ଆନ୍ଦୋଳନକୁ ଏଥିପାଇଁ ଆସିଛନ୍ତି, ଭବିଷ୍ୟତରେ ତାଙ୍କ ପିଲାମାନଙ୍କ ସହ ଏମିତି ନ ଘଟୁ ବୋଲି। ଆଉ ଏ ପୋଲିସକୁ ଦେଖିଲେ, ଏ ଛାତ୍ରୀ ସହ କ'ଣ କରୁଛି? ମୋତେ ଲାଗୁଛି ଏ ପୋଲିସର ଘରେ ମା ଭଉଣୀ ନାହାନ୍ତି ବୋଧେ, ନହେଲେ ସେ କ'ଣ ଏଇ ଛାତ୍ରୀ ସହ ଏମିତି କରିପାରିଥାନ୍ତା ଆଜ୍ଞା? ତାକୁ କ'ଣ ଆଉ କେଉଁ ଜାଗା ମିଳିଲାନି ଯେ ଛାତ୍ରୀଙ୍କର ଏଇଭଳି ଜାଗାକୁ ବାଡ଼ିରେ ଏମିତି କରୁଥିଲା? ଛି, ଲାଜ ଲାଗୁଛି କହିବାକୁ ଯେ ଆମ ସ୍ୱାଧୀନ ଭାରତରେ ଏମିତି ପୋଲିସ ଅଛନ୍ତି ବୋଲି। ଜଣେ ମନ୍ତ୍ରୀଙ୍କ ପଦ ବଞ୍ଚାଇବାକୁ ମୋଦି ସରକାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବଳି ଦେବାକୁ ପଛଉନାହାନ୍ତି। କାହିଁକି ଆଜି ଛାତ୍ରଛାତ୍ରୀମାନଙ୍କୁ ରାଜରାସ୍ତାକୁ ଆସିବାକୁ ପଡ଼ିଲା? ମୁଁ କୌଣସି ରାଜନୈତିକ ପାର୍ଟିର ନୁହେଁ କି କୌଣସି ରାଜନୀତି କରେନି ଆଜ୍ଞା। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ସବୁ ଭିଡ଼ିଓ ଦେଖିଲା ପରେ କାହିଁକି କେଜାଣି ମନକୁ ଆସିଲା ଏମିତି ଗୋଟେ କାହାଣୀ କରିବାକୁ। ଛାତ୍ରଙ୍କ ଦାବି ଅନୁସାରେ କ'ଣ ସତରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଦରକାର? ଯଦି ପ୍ରଶ୍ନପତ୍ର ଲିକ୍ ହେବା ସତ, ତାହେଲେ ଏଥିପାଇଁ ଦାୟୀ କିଏ? ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ସରକାର ଏମିତି ଚୁପ୍ କାହିଁ ବସିଛନ୍ତି? ଛାତ୍ରମାନଙ୍କ ଦାବି ସରକାର ମାନିବା ଦରକାର କି ନୁହେଁ? ଯଦି ହଁ, ତେବେ ଅସୁବିଧା କେଉଁଠି? ଉତ୍ତର କମେଣ୍ଟ କରି ନିଶ୍ଚୟ ଦେବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।